ଦେଖନ୍ତୁ ପିଲାମାନେ ଆପଣମାନେ ଏବେ ବି ତାତିକି ଅଛନ୍ତି ଆପଣମାନଙ୍କର ଦେଖିବା ଯେ କି ଭଦ୍ରକ ଗୃହ ସଂଗଠନ ଗୃହରକ୍ଷୀ ପାଇଁ ସ୍ଥାୟୀ ଭାବରେ ମନୋନୀତ 139 ପ୍ରାର୍ଥୀ ପଦବୀଙ୍କୁ ନିଯୁକ୍ତି କରାଯାଇଥିଲା ଯେ କି ତାର ଫର୍ମ ଟୋଟାଲ ବାହାରିଲା ପରେ ସବୁକିଛି ଠିକ୍ଠାକ୍ ଭାବରେ ହୋଇକି ତାଙ୍କୁ ନିଯୁକ୍ତି କରାଗଲା ଯେ କି ତା ଭିତରେ ଯେ କି ବଡ଼ ଘୋଟାଲା ଘଟି ଯାଇଛି ଯେ କି ବହୁତ କିଛି ତା ଭିତରେ ଘଟି ଯାଇଛି ଆପଣମାନେ ଶୁଣିଲେ କାବା ହୋଇଯିବେ। ଯେଉଁମାନେ ଚ୍ୟାନେଲରେ ନୂଆ ଥିବେ ଚ୍ୟାନେଲଟିକୁ ଜଲ୍ଦି ସବସ୍କ୍ରାଇବ୍ କରନ୍ତୁ। ଦେଖନ୍ତୁ ଆମର ଏସ୍ପି କ'ଣ କହୁଛନ୍ତି। 139ଟି ହୋମଗାର୍ଡ ପଦବୀ ପାଇଁ ଆମେ ଆପ୍ଲିକେସନ ଆହ୍ୱାନ କରିଥିଲୁ ଏବଂ ତାର ଶେଷ ଦିନ ରଖାଯାଇଥିଲା ଆମର ଗତ ଶନିବାର ଦିନ। ତାପରେ ଏବେ ଆମର ସ୍କ୍ରୁଟିନ୍ ଚାଲିଛି ଏବଂ ରିକ୍ରୁଟମେଣ୍ଟ ପ୍ରୋସେସ ଷ୍ଟାର୍ଟ ହେବ। କିଛି ଦିନ ତଳେ ଆମେ ଖବର ପାଇଲୁ ଯେ କିଛି ଠକ କିଛି ହୋମଗାର୍ଡ ଯେଉଁମାନେ ସବୁ ହୋମଗାର୍ଡ ଆଶାୟୀ ମାନେ ଆଶ୍ୱାସନା ଦେଉଛନ୍ତି ଯେ ଆମେ କରିଦେଲେ କିଛି ପଇସା ଖବର ପାଇଲା ପରେ ଆପଣମାନଙ୍କ ମାଧ୍ୟମରେ ଆମେ ସମସ୍ତଙ୍କୁ ଜଣେଇଛୁ ଏବଂ ପୁଣି ଜଣେଇବା ପାଇଁ ଚାହୁଁଛୁ ଯେ ସେପରି କିଛି ନାହିଁ। ପୁରା ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆମେ ଅବଲମ୍ବନ କରୁଛୁ ଯେଉଁ ରିକ୍ରୁଟମେଣ୍ଟ ପ୍ରୋସେସରେ। ଯଦି ସେପରି କେହି କିଛି ଲାଞ୍ଚ ମାଗେ ତାହେଲେ ନିଶ୍ଚୟ ସେମାନେ ଆମକୁ ଯେଉଁ ନମ୍ବର ଆମେ ସେୟାର କରୁଛୁ ଆପଣମାନଙ୍କ ମାଧ୍ୟମରେ ସେଥିରେ ଜଣେଇବେ। ମୋର ପର୍ସନାଲ ନମ୍ବର ବି ସେୟାର କରୁଛି ଯେହେତୁ ମୁଁ ଏଠି କିଛି ଦିନ ରହିଥିଲି, ତେଣୁ ସମସ୍ତଙ୍କର ମୋ ନମ୍ବର ଅଛି। ତେଣୁ ସେମାନେ ଆମ ଏଇ ନମ୍ବରରେ ଆମକୁ ଜଣେଇଲେ ଆମେ ନିଶ୍ଚିତ ଭାବରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବୁ। କମେଣ୍ଟ କରି ଜଣାଇବେ ଯେ କି ଘୋଟାଲା ଘଟିଛି କି ନାହିଁ ଆପଣମାନେ ସମସ୍ତେ ଜାଣିପାରୁଥିବେ ଯେ କି ଯଦିକା ନ ଘଟିଥିବ କମେଣ୍ଟ ମାଧ୍ୟମ ନିହାତି କମେଣ୍ଟ କରି ଜଣାଇବେ। ପିଲାମାନେ ଏଇ ଯେଉଁ ପରିସ୍ଥିତିରେ ଆପଣମାନେ କ'ଣ କରିବା ଦରକାର, ରାଜରାସ୍ତାରେ ଓହ୍ଲେଇ ସାରିଲେଣି ଆପଣମାନେ ରାଜରାସ୍ତାକୁ ଯେ କି ସମସ୍ତେ ଯେ କି ଯେତିକି ହୋମଗାର୍ଡ ପ୍ରାର୍ଥୀ ଅଛନ୍ତି ସମସ୍ତେ ରାଜରାସ୍ତାକୁ ଓହ୍ଲେଇ ସାରିଲେଣି ଯେ କି ଓଡ଼ିଶାର ବେକାରୀ ସମସ୍ୟା ବହୁତ କିଛି ବଢ଼ିଯାଇଛି। ସେଥିପାଇଁ ଗୋଟେ ହୋମଗାର୍ଡ ପଦବୀ ପାଇଁ ଆପଣମାନେ ଦେଖନ୍ତୁ 139ଟି ପଦବୀ ପାଇଁ ଯେ କି ପ୍ରାର୍ଥୀ ଓହ୍ଲେଇଛନ୍ତି ଯେ କି ଆପ୍ଲାଏ କରିଛନ୍ତି 8000 ପ୍ଲସ୍ ପଦବୀର ପିଲା ଆପ୍ଲାଏ କରିଛନ୍ତି ଯେ କି ସେ 8000 ଓନ୍ଲି ଗୋଟେ ଡିଷ୍ଟ୍ରିକ୍ଟର ଯଦି 8000 10,000 ପିଲା ଆପ୍ଲାଏ କରୁଛନ୍ତି ମାତ୍ର 139ଟି ପଦବୀ ପାଇଁ। ତାହେଲେ ଆପଣମାନେ ଦେଖନ୍ତୁ 30ଟା ଜିଲ୍ଲା, ସେ 30ଟା ଜିଲ୍ଲା ମଧ୍ୟରେ ଆପଣମାନଙ୍କର କେତେ କ'ଣ ମାନେ ବେକାରୀ ସମସ୍ୟା ଅଛି ଆପଣମାନେ ଏକଥା ବି ଜାଣିପାରୁଥିବେ। ସେଥିପାଇଁ ଆପଣମାନେ ଦେଖନ୍ତୁ ଏକ ଗୃହରକ୍ଷୀ ପଦବୀ ପାଇଁ ଆପଣମାନେ ଯଦିକା ପିଲାଙ୍କ ସାଙ୍ଗରେ ଏଇରମ ଖେଳୁଆଡ଼ କରିବେ ଯେ କି ପଇସା କାରବାର କରି ଯେ କି ଯାହା ପାଖରେ ପଇସା ଥିବ ସେ ହିଁ ଚାକିରି କରିବ, ଯାହା ପାଖରେ ପଇସା ନାହିଁ ସେମାନେ ଚାକିରି କରିପାରିବେ ନାହିଁ। ଆପଣମାନେ ଗୋଟେ କଥା କହୁଛନ୍ତି ଗୋଟେ କଥା କରୁଛନ୍ତି ଯେ କି ମାନ୍ୟବର ଏସ୍ପି ମହୋଦୟ ଯେ କି କହିଥିଲେ କିଛି ବି କାରବାର ହେବନି ଯେ କି ଠିକ୍ଠାକ୍ ଭାବରେ ଯେ କି ମେରିଟ୍ ବେସିସ୍ରେ ଆପଣମାନେ ଜବ୍ ପାଇବେ। ଯେ କି ସେ କଥାଟି କୁଆଡ଼େ ଗଲା ଯେ କି ଆଜି ଯେ କି ପିଲାମାନେ ଏତେ ଜୋରସେ ତାତୁଛନ୍ତି କ'ଣ ପାଇଁ ସେ କଥାକୁ ଆଲୋଚନାକୁ ଆଣନ୍ତୁ। ପ୍ରଥମେ ଯେ କି ଆପଣମାନଙ୍କର ଗୋଟେ କଥା ଯେ କି ଲେଡିଜ୍ ପଦବୀ ଥିଲା କେତେ ନା ହେଉଛି 26ଟା ପଦବୀ, ମାତ୍ର 7ଗୋଟି ପଦବୀ ଭର୍ତ୍ତି ଦିଆଯାଇଛି। ଆଉ 19ଟି ପଦବୀ କୁଆଡ଼େ ଗଲା ସେଇ କଥାକୁ ନେଇ ଚର୍ଚ୍ଚାରେ ରହିଛି ଯେ କି ହୋମଗାର୍ଡ ପଦବୀ ଚର୍ଚ୍ଚାରେ ରହିଛି ହୋମଗାର୍ଡ ପଦବୀ। ସେଇ କଥାକୁ ନେଇ ସମସ୍ତେ ଏଇ କଥାକୁ କୁରି କରୁଛନ୍ତି ଯେ କି ପିଲାମାନେ ହାଇକୋର୍ଟ ପର୍ଯ୍ୟନ୍ତ କଥା ପଳାଇଲାଣି। ହାଇକୋର୍ଟ କ'ଣ ନିର୍ଦ୍ଦେଶ ଦେଉଛନ୍ତି ସେ କଥାକୁ ଅପେକ୍ଷା କରନ୍ତୁ। ହାଇକୋର୍ଟ ନିର୍ଦ୍ଦେଶ ଯେ କି ଆପଣମାନେ ଦେଖନ୍ତୁ ପୁରା ଏ ଯେଉଁ ବାତିଲ କରାଯାଉ ଏ ନିଯୁକ୍ତିକୁ ବାତିଲ କରାଯାଉ। ବାତିଲ କରାଗଲା ପୁଣି ପରେ ଆଉ ଥରେ ଯେ ତାଙ୍କୁ ନିଯୁକ୍ତି ପ୍ରକ୍ରିୟା शुरू କରାଯାଉ ଯେ କି ଆଉ ତ ହୋଇପାରିବ ନାହିଁ, ସମସ୍ତେ ଜଏନିଂ କରିସାରିଲେଣି। ଯଦିକା ଏ ଯେଉଁ କାମରେ ଯେତିକି ଜଣ ଇନଭଲ୍ଭ ଅଛନ୍ତି ତାଙ୍କୁ କିଛି ଦଣ୍ଡ ପ୍ରଦାନ କରାଯାଉ। ଏତିକି ମାନ୍ୟବର ଜଜ୍କୁ ମୋର ନିବେଦନ। ସମସ୍ତେ କଥାରେ ଯଦି ଏକମତ ଅଛନ୍ତି ତାହେଲେ ଆପଣମାନେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ ଆଉ ଭିଡ଼ିଓଟିକୁ ବହୁତ ମାତ୍ରାରେ ସେୟାର କରନ୍ତୁ। ଆପଣମାନଙ୍କ ପାଖରେ ଯେ କି ଏଇଭଳି ନୂଆ ନୋଟିଫିକେସନ୍ ସରକାର ପାଖରେ ଏଇ ଭିଡ଼ିଓଟି ନିହାତି ପହଞ୍ଚିବା ଦରକାର। ଯଦିକା ସରକାର ଠିକ୍ ଥିବ ଏଇ ଭିଡ଼ିଓ ମାଧ୍ୟମରେ ଯାହା କୁହାଯାଇଛି ଏ କାମରେ ଯେତେ ଜଣ ଇନଭଲ୍ଭ ଅଛନ୍ତି ସମସ୍ତଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତାଙ୍କ ବିରୁଦ୍ଧରେ ପୁରା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏତିକି କଲେ ଯେ କି ପିଲାମାନେ ବହୁତ ଖୁସି ହେବେ ଏଇ ସରକାର ଉପରେ। ଜୟ ଜଗନ୍ନାଥ, ଜୟ ହିନ୍ଦ, ଜୟ ଭାରତ।